हरे कृष्ण। सब श्रद्धालु भक्त मान को स्वागत करुची, विनम्र प्रणाम करुची। आज संध्याकालीन श्रीमद भगवद गीता कार्यक्रम आरंभ करवा आसतु प्रेयर करवा। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्ता स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशकारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतुषे नमो। हे कृष्णा करुणा सिंधु दीनबंधु जगत्पते गोपेश गोपिका कांता श्री राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वञ्चाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आमे श्रीमद् भगवद गीता चतुर्थ अध्याय दिव्य ज्ञान जोग 22 नंबर श्लोक पर्यंत कंप्लीट करिचे। आज आमे 23 नंबर श्लोक नवा। श्लोकटी एभଳି। गतसङ्गस्य मुक्तस्य ज्ञानावस्थितचेतसा यज्ञाचरतः कर्म समग्राम प्रविलीयते। समग्रं प्रविलीयते। गतसङ्गस्य मुक्तस्य ज्ञानावस्थितचेतसा यज्ञाचरतः कर्म समग्रं प्रविलीयते। जो मैंने आवृत्ति करेंगे करंतु। जय श्री कृष्ण। प्रणाम गुरुजी। हरे कृष्ण। समस्त भक्त वृंद को मोर प्रणाम। चतुर्थ अध्याय श्लोक नंबर 23। गत संगस्य मुक्तस्य ज्ञानावस्थित चेतस जज्ञायाचरतः कर्म समग्रं प्रविलीयते। एहार अर्थ जेउ व्यक्ति भूत प्रकृतिर त्रिगुण प्रति अनासक्त एवं से संपूर्ण रूपे दिव्य ज्ञान स्तर रे अवस्थित से व्यक्तिर कर्म संपूर्ण रूपे दिव्यतारे ही लीन हो जाए। जय श्री कृष्ण। प्रणाम गुरुजी। हरे कृष्ण। ଆଉ କେହି କରିବେ? ଠିକ ଅଛି। ତେବେ ये जो भगवान वर्तमान सुधा कंटिन्यू करुचंदी गोटे कर्मयोगी भक्त बा कृष्ण चेतनशील व्यक्ति तार लक्षण 16 रु आरंभ करिचंदी एवं कही चलचंदी वर्तमान सुधा। पर्टिकुलरली लक्षण आरंभ होइछि 19 नंबर श्लोक 16 17 18 रे विभिन्न कर्म उपरे विभिन्न ज्ञान देले।
ଅର୍ଜୁନ। ତେଣୁ ବର୍ତ୍ତମାନ ବିଭିନ୍ନ ଲକ୍ଷଣ କହୁଛନ୍ତି। ଏ ଶ୍ଲୋକରେ ଭଗବାନ ସେଇ ବ୍ୟକ୍ତି, ସେଇ କର୍ମଯୋଗୀ ବା ଭକ୍ତ, କୃଷ୍ଣ ଭାବିତ କର୍ମ କରୁଥିବା ବ୍ୟକ୍ତି ସେ କେମିତି କର୍ମ କରୁଛି, ଯାହା ଫଳରେ ତାର କିଛି ପ୍ରତିକ୍ରିୟା ନାହିଁ, ସବୁ ପ୍ରତିକ୍ରିୟା ଲୀନ ହେଇଯାଉଛି, ସେଇ ବିଷୟ ଭଗବାନ ଏ ଶ୍ଲୋକରେ କହିବାକୁ ଯିବେ। ତେବେ ଏଠି କହୁଛନ୍ତି ଗତ ସଂଘର୍ଷ ମାନେ ସେଇ ଯୋଉ ଭକ୍ତ ବା କର୍ମଯୋଗୀ ସେ ସମସ୍ତ ପ୍ରକାରର ଆସକ୍ତିରୁ ତାର ଆସକ୍ତି ନାହିଁ, କୌଣସି ଜିନିଷ ପ୍ରତି ତାର ଆସକ୍ତି ନାହିଁ। ମୁକ୍ତ ସେ ମୁକ୍ତ, ଜ୍ଞାନାବସ୍ଥିତ ଚେତସ, ତାର ଚିତ୍ତରେ ସେ ଜ୍ଞାନକୁ ସ୍ଥିତ କରିଛି ବା ଧାରଣ କରିଛି। ଯଜ୍ଞାୟ ଆଚରତଃ କର୍ମ, ଏବଂ ସେ କର୍ମ କରୁଛି ଯଜ୍ଞ ପାଇଁ। ଯଜ୍ଞ କିଏ? ଏବଂ କାହା ପାଇଁ କରୁଛି? କୃଷ୍ଣଙ୍କ ପାଇଁ କର୍ମ କରୁଛି, ତାଙ୍କ ପ୍ରସନ୍ନତା ପାଇଁ। ସମଗ୍ରମ୍ ପ୍ରବିଲିୟତେ, ଏଭଳି କର୍ମ କରିବା ଫଳରେ ତାର କର୍ମ ସମଗ୍ରମ୍ ପ୍ରବିଲିୟତେ, ତାର ଯାହା କର୍ମ ସବୁ ଲୀନ ହେଇଯାଉଛି, ଭସ୍ମୀଭୂତ ହେଇଯାଉଛି, ଧ୍ୱଂସ ହେଇଯାଉଛି। ଏଇଭଳି ଏ ଶ୍ଲୋକରେ ଭଗବାନ କହୁଛନ୍ତି। ତେବେ ୟାର ଜଷ୍ଟ ପୂର୍ବ ଶ୍ଲୋକରେ ଭଗବାନ ଗୋଟେ କଥା କହିଥିଲେ, ଯଦୃଚ୍ଛା ଲାଭ ସନ୍ତୁଷ୍ଟ। ମାନେ ତାର ଅର୍ଥ ହଉଛି ବିନା ପ୍ରଚେଷ୍ଟାରେ ବା ଅଳ୍ପ ପ୍ରଚେଷ୍ଟାରେ ଯାହା ଆପେ ଆପେ ଆସିଥାଏ ସେଥିରେ ଆମେ ସନ୍ତୁଷ୍ଟ ହବା ଉଚିତ। ଏଇଭଳି ଭଗବାନ କହିଥିଲେ। ଅର୍ଜୁନ ଭାବୁଛନ୍ତି ଯେ ଏମିତି ବି ବେଳେ ବେଳେ ହଉଛି, ମାନେ ନ ଚାହିଁଲେ ବି, ପ୍ରୟାସ ନ କଲେ ବି ଆବଶ୍ୟକତାଠୁ ଅଧିକ ମିଳିଯାଏ ଧନ ସମ୍ପତ୍ତି। ତାହେଲେ ସେତେବେଳେ କଣ କରିବା? ସନ୍ତୁଷ୍ଟ ରହିବା କି? ଅର୍ଜୁନ ଭାବୁଛନ୍ତି ଯଦି ସନ୍ତୁଷ୍ଟ ରହିବି ଫସିଯିବି। କାହିଁକି ନା ଅଧିକ ଧନକୁ ସମ୍ଭାଳିବା ବା ମେଣ୍ଟେନ କରିବା ଏ ଟେନସନର ବିଷୟ। ତେଣୁ ସେଇ ପରିସ୍ଥିତିରେ କେମିତି ଆମେ କୃଷ୍ଣ ଚେତନାରେ କର୍ମ କରିବା? ତେଣୁ ଏଇ ଯୋଉ ଭଳିଆ ମନରେ ଆସୁଛି ଅର୍ଜୁନଙ୍କର, ଯେ ଯେତେବେଳେ ଅଧିକ ଧନ ଆସିଯାଉଛି ଆମେ ଚେଷ୍ଟା ନ କଲେ ବି, ତାହେଲେ ଆମେ ସନ୍ତୁଷ୍ଟ ହବା ନା କଣ କରିବା? ସନ୍ତୁଷ୍ଟ ହେଲେ ଆମେ କର୍ମବନ୍ଧନରେ, ଆମେ ଯଦି ଅଧିକ ଧନ ଆସିଗଲା, ଅଧିକ ଧନ ହଉଛି କର୍ମବନ୍ଧନ, ଭୋଗ ବିଳାସକୁ ଟାଣି ନବ। ଏଇଭଳି ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସୁଛି। କୃଷ୍ଣ ଅନ୍ତର୍ଯ୍ୟାମୀ, ତେଣୁ ଏ ଶ୍ଲୋକରେ ତାର ଉତ୍ତର ଦେବେ। ଏବଂ କେମିତି ନା ସେଇ ଚାରୋଟି ଲକ୍ଷଣ କହିବେ ଗୋଟିଏ ଭକ୍ତ ବା କର୍ମଯୋଗୀର, ଚାରୋଟି ଲକ୍ଷଣ ତାର, ଏବଂ ଆମକୁ ଚାରୋଟି ଶିକ୍ଷା ମଧ୍ୟ ଦଉଛନ୍ତି। ପ୍ରଥମ ଲକ୍ଷଣ ବା ପ୍ରଥମ ଶିକ୍ଷା ଗତ ସଙ୍ଗସ୍ୟ, ଇଏ ହେଲା ପ୍ରଥମ ଲକ୍ଷଣ ଭକ୍ତର। ଯଦିବା କେବେ କେବେ ବିନା ପ୍ରୟାସରେ ଆବଶ୍ୟକତାଠୁ ଅଧିକ ସମ୍ପତ୍ତି ଆସି ଯାଉଛି, ଭକ୍ତ କଣ କରୁଛି? ଭକ୍ତ ବା କୃଷ୍ଣ ଭାବିତ କର୍ମ କରୁଥିବା ବ୍ୟକ୍ତି ତା ପ୍ରତି ଅନାସକ୍ତ ରହୁଛି। ଗତ ସଂଘର୍ଷ, କାରଣ ଆସକ୍ତି ବନ୍ଧନର କାରଣ। ଗତ ମାନେ ଚାଲି ଯାଇଥିବା, ସଙ୍ଗ ମାନେ ଆସକ୍ତି, ତେଣୁ ଆସକ୍ତି ଚାଲି ଯାଇଛି। ଗତ ସଂଘର୍ଷ, ତେଣୁ କାହା ପ୍ରତି ଆସକ୍ତି ଚାଲି ଯାଇଛି? ଭୌତିକ ପଦାର୍ଥ ପ୍ରତି, ବସ୍ତୁ ପ୍ରତି। ଗତ ସଂଘର୍ଷ ମାନେ ଯାହାର ଭୌତିକ ବସ୍ତୁ ପ୍ରତି ଆସକ୍ତି ଚାଲି ଯାଇଛି। ଯଦି ଆସକ୍ତି ଚାଲି ଯାଇଛି, ତା ପାଖକୁ ଅଧିକା ଆସୁ ବା କମ ଆସୁ ସମ୍ପତ୍ତି, କଣ ଫରକ ପଡିବ ତା ପାଇଁ? କିଛି ଫରକ ପଡିବନି, କାରଣ ଆସକ୍ତି ନାହିଁ। ସେଥିପାଇଁ ଗତ ସଂଘର୍ଷ, ସେଥିପାଇଁ ପ୍ରଥମ ଲକ୍ଷଣ ବା ଶିକ୍ଷା ଦଉଛନ୍ତି, ଯଦି ବା ଅଧିକା ଆସିଯାଉଛି କିଛି ଫରକ ପଡିବନି। ଏ ସମ୍ପତ୍ତି ପ୍ରଥମରୁ ଥିଲା, କୋଉଠି ନା କୋଉଠି ଥିଲା, ଏ ମୋ ପାଖକୁ ଆସିଯାଇଛି,
ପୁଣି ଆକା ପାଖକୁ ଯିବ। କିନ୍ତୁ ଏ ସବୁ ହଉଛି ଅଲ୍ଟିମେଟଲି ଭଗବାନଙ୍କର, କୃଷ୍ଣଙ୍କର, ତାଙ୍କ ସେବାରେ ଲାଗିବ। ଯେମିତି ଉଦାହରଣ ଦେଇପାରିବା, ସୁଦାମା ସେ କୃଷ୍ଣଙ୍କର ଭଲ ବନ୍ଧୁ, ଗୁରୁକୁଳରେ ଥିଲେ, ତାଙ୍କର ବନ୍ଧୁତା ଥିଲା, କିନ୍ତୁ ବହୁତ ଦିନ ସେମାନେ ଗୁରୁକୁଳ ପରେ ଆଉ ଦେଖା ସାକ୍ଷାତ ହେଇନି, ଆଉ ବହୁତ ଦରିଦ୍ର ଜୀବନ ଯାପନ କରୁଛନ୍ତି ସୁଦାମା। ଥରେ ଇଚ୍ଛା ହେଲା ଭଗବାନଙ୍କୁ ଦର୍ଶନ କରିବାକୁ, ଗଲେ, ଦର୍ଶନ କଲେ, ଖୁସି ହେଲେ, ଫେରୁଛନ୍ତି, କିନ୍ତୁ ଭଗବାନ କିଛି ଦେଲେନି। ତଥାପି ସେ ସନ୍ତୁଷ୍ଟ ସୁଦାମା, ବରଂ ସୁଦାମାଙ୍କର ପ୍ରଶଂସା କଲେ। କିନ୍ତୁ ଯେତେବେଳେ ଘରକୁ ଫେରୁଛନ୍ତି, ଦେଖୁଛନ୍ତି ଘରେ ଧନ ସମ୍ପତ୍ତି ଭରି ହେଇଯାଇଛି। ସେ କହିଲେ, ପ୍ରଭୁ ଏ କଣ କଲେ ଆପଣ? ମତେ କୃପା କରନ୍ତୁ, ଯେମିତି ଆପଣଙ୍କୁ ମୁଁ ନ ଭୁଲେ। ମୋ ପାଖକୁ ସମ୍ପତ୍ତି ଆସୁ, ବିପତ୍ତି ଆସୁ, ଯାହା ଆସୁ, ମୁଁ ଯେମିତି ଆପଣଙ୍କୁ ନ ଭୁଲେ। ତେଣୁ ସୁଦାମାଙ୍କ ପାଖରେ ଯେତେବେଳେ ନଥିଲା ସେ ସନ୍ତୁଷ୍ଟ ଥିଲେ, କିନ୍ତୁ ଯେତେବେଳେ ଆସିଲା ଭରି ହେଇଗଲା, ଆସକ୍ତି ନାହିଁ। ତେଣୁ କମ ବହୁତରେ କଣ ଫରକ ପଡିବ ସୁଦାମଙ୍କ ପାଇଁ? ତେଣୁ ଏଇଭଳି ମାନେ ଜଣେ ଭକ୍ତ କର୍ମଯୋଗୀ, ଯେ ମାନେ କୃଷ୍ଣ ଭାବନାରେ ସେ ସବୁବେଳେ ରହୁଛି, ସେ ଭାବେ ଯେ ଏ ସମ୍ପତ୍ତି ମୋ ପାଖରେ ରହିଲେ ବି ଇଏ ଭଗବାନଙ୍କର, ନ ରହିଲେ ବି ତାଙ୍କର, ତାଙ୍କ ଜିନିଷ ତାଙ୍କ ପାଖକୁ ପଳେଇଲା। ତେଣୁ ଏଇ ଦୁନିଆରେ ଆମେ ଯାହା ସବୁ ଦେଖୁଛେ ସବୁ ଭଗବାନଙ୍କର, କିନ୍ତୁ ଆମେ କହୁଛେ ମୋର ମୋର ଏଇଭଳି କହୁଛେ। ବାସ୍ତବରେ ତାକୁ ଆମକୁ ଭଗବାନ କିଛି ସମୟ ପାଇଁ ଦେଇଛନ୍ତି, ଆମେ କେୟାରଟେକର। କେୟାରଟେକର କୋଉଥିପାଇଁ? ତାକୁ ଭଗବାନଙ୍କ ସେବାରେ ଲଗେଇବା, ଯାହା ଆମକୁ ଦିଆଯାଇଛି ତାଙ୍କର ପ୍ରସନ୍ନତା ପାଇଁ। ତେଣୁ ଆସକ୍ତି ରଖିବାର ନାହିଁ। ଗତ ସଂଘର୍ଷ ଯଦି ତାଙ୍କ ସେବାରେ ଆମେ ଲଗଉଛେ, ତାହେଲେ ଆମର ଆସକ୍ତି ରହୁନି। ଗତ ସଂଘର୍ଷ ଇଏ ଗୋଟେ ପ୍ରକାରର ମିନିଂ, କିନ୍ତୁ ପ୍ରଭୁପାଦ ତାଙ୍କର ଯୋଉ ଅନୁବାଦ ଏବଂ ଭାବାର୍ଥରେ ସେ ତିନି ଗୁଣ ସହିତ ୟାକୁ ଯୋଡ଼ିକି କହୁଛନ୍ତି। ତିନି ଗୁଣ, ପ୍ରକୃତିର ତିନି ଗୁଣ ସହିତ ତାକୁ କନେକ୍ଟ କରୁଛନ୍ତି। କହୁଛନ୍ତି ସେ ଭକ୍ତ ଗତ ସଂଘର୍ଷ ମାନେ ପ୍ରକୃତିର ଗୁଣ ପ୍ରତି ଅନାସକ୍ତ। ଆମେ ଯାହା ବି କର୍ମ କରୁଛେ, କାର୍ଯ୍ୟ କରୁଛେ, ବା ଆମେ ଯାହା କିଛି ଉପଭୋଗ କରୁଛେ, ଆମର ଯାହା ବି କିଛି ଭାବନା, ବ୍ୟବହାର, ସବୁ କିଛି ଇଏ କାହା ପ୍ରଭାବରେ ରହୁଛି? ପ୍ରକୃତିର ତିନି ଗୁଣର ପ୍ରଭାବରେ। ଯଦି ମନରେ ତୃଷ୍ଣା ଆସିଗଲା, କାମନା ଆସିଗଲା, ତାହେଲେ ଅର୍ଥନୈତିକ ପ୍ରଗତି ପାଇଁ ଆମେ ପ୍ରୟାସ କରିବା। ସେଥିପାଇଁ ଆମକୁ ପରିଶ୍ରମ କରିବାକୁ ପଡିବ, କର୍ମ କରିବାକୁ ପଡିବ। ଇଏ ହଉଛି ରଜଗୁଣର ପ୍ରଭାବ। କିନ୍ତୁ ଯଦି ଆମେ ସତ୍ୱଗୁଣର ଅଧୀନରେ ରହିଲେ, ଆମେ ଅଧ୍ୟୟନ କରିବା, ଶାସ୍ତ୍ର ଅଧ୍ୟୟନ କଟିଥିବା। କିନ୍ତୁ ଯଦି ତମ ଗୁଣ ଆସିଗଲା, ଶୋଇପଡିବା, ଆଳସ୍ୟ ହେଇ। ତେଣୁ ଏଇଭଳି ଆମେ ଦେଖୁଛେ ଯେ ପ୍ରକୃତିର ତିନି ଗୁଣ କେମିତି ଆମକୁ ନଚଉଛି। ଆମର ଭାବନା, ବ୍ୟବହାର, କାର୍ଯ୍ୟ ସବୁ କିଛି ଫ୍ଲକ୍ଚୁଏଟ କରୁଛି। ସେଥିପାଇଁ ବେଳେ ବେଳେ ଆମେ ଆଶ୍ଚର୍ଯ୍ୟ ହୁଏ, ଗୋଟେ ଲୋକ ବହୁତ ବଢିଆ ଲୋକ, କିନ୍ତୁ ହଠାତ୍ ଗୋଟେ ଏମିତି କଥାବାର୍ତ୍ତା କରୁଛି, ଏମିତି ଭାବନା ନେଇକି ଆସୁଛି, ଏଭଳି ବିହେଭ କରୁଛି, ଆମେ କହୁଛେ ଆରେ ଇଏ ତ ଭଲ ଲୋକ ଥିଲା, ଏଭଳିଆ କଣ କଥାବାର୍ତ୍ତା କରୁଛି? ସେ କଣ କରିବ? ସେ ତ ପ୍ରକୃତିର ତିନି ଗୁଣରେ ବନ୍ଧା। ତେଣୁ କୋଉ ଗୁଣର ପ୍ରଭାବ ଆସିଯାଇଛି, ଯାହା ଫଳରେ ସେଭଳି ବ୍ୟବହାର କରୁଛି। ତେଣୁ ଫ୍ଲକ୍ଚୁଏଟ କରୁଛେ ଆମେ ସେ ପ୍ରକୃତିର ତିନି ଗୁଣ ଅନୁସାରେ। ଆମର ବ୍ୟବହାର, ଆମର ଭାବନା, ଆମର କାର୍ଯ୍ୟ ସବୁ କିଛି ଉପର ତଳ ହେଇ ଚାଲିଛି। ତେଣୁ ଏଇଭଳି ଭକ୍ତ
ଭଗବାନ କହୁଛନ୍ତି ଯେ କିନ୍ତୁ ଭକ୍ତ କଣ କରୁଛି ନା ତିନି ଗୁଣ ପ୍ରତି ତାର ଆସକ୍ତି ନାହିଁ। କର୍ମଯୋଗୀ ଭକ୍ତ ବା କୃଷ୍ଣ ଭାବିତ କର୍ମ ଯେ କରୁଛି ତାର ତିନି ଗୁଣ ପ୍ରତି ଆସକ୍ତି ନାହିଁ। ଭଗବାନ ବି ନିଜେ କହିଛନ୍ତି ତ୍ରୈଗୁଣ୍ୟ ବିଷୟ ଭେଦ ନିସ୍ତ୍ରୈଗୁଣ୍ୟ ଭବ ଅର୍ଥ ଅନାସକ୍ତ ରୁହ। ନିସ୍ତ୍ରୈଗୁଣ୍ୟ ଭବ, ତିନି ଗୁଣରୁ ঊର୍ଦ୍ଧ୍ୱରେ ରୁହ ଅର୍ଥ ଅନାସକ୍ତ ରୁହ। ତ ଏଇଭଳି ଆମେ ଦେଖୁଛେ ଭଗବାନ ଇଏ ହଉଛି ଭକ୍ତର ଲକ୍ଷଣ ଏବଂ ଇଏ ହଉଛି ପ୍ରଥମ ଶିକ୍ଷା। ପ୍ରଥମ ଲକ୍ଷଣ ଏବଂ ପ୍ରଥମ ଶିକ୍ଷା ଏ ଶ୍ଲୋକରେ କଣ? ସମ୍ପତ୍ତି, ଧନ ସମ୍ପତ୍ତି ଆସୁ ନ ଆସୁ କୌଣସି ଫରକ ପଡିବନି। କାହା ପାଇଁ? ଯିଏ ଅନାସକ୍ତ, ଭକ୍ତ ପାଇଁ। ଭକ୍ତ ଅନାସକ୍ତ, ତାର ସମ୍ପତ୍ତି ପ୍ରତି ଆସକ୍ତି ଚାଲି ଯାଇଛି ଗତ ସଂଘର୍ଷ। ଏଇ ହଉଛି ପ୍ରଥମ ଶିକ୍ଷା। ସମ୍ପତ୍ତି ଆସୁ ନ ଆସୁ କୌଣସି ଫରକ ପଡୁନି, କାରଣ ସେ ଅନାସକ୍ତ। ଦ୍ୱିତୀୟ ଲକ୍ଷଣ କହୁଛନ୍ତି ଭକ୍ତର ବା କର୍ମଯୋଗୀର ବା କୃଷ୍ଣ ଚେତନଶୀଳ ବ୍ୟକ୍ତି କଣ? ମୁକ୍ତସ୍ୟ, ସେ ମୁକ୍ତ। କୋଉଥିରୁ? ତା ଭିତରେ ତା ହୃଦୟରେ ବହୁତ ଅନର୍ଥ ରହିଛି, ମଇଳା ଜମିକି ରହିଛି। କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ, ଇଚ୍ଛା, ଷଡ଼ ରିପୁ ତା ଭିତରେ ଅଛି, ଯିଏ କି ତାକୁ ଭୋଗ ଐଶ୍ୱର୍ଯ୍ୟ ଆଡେ ଟାଣି ନଉଛି, କର୍ମବନ୍ଧନରେ ପକଉଛି। ଏ ଅନର୍ଥରୁ ସେ ମୁକ୍ତି। ଭକ୍ତ ଯିଏ ସେ ଅନର୍ଥରୁ ମୁକ୍ତି। ଆମ ଜୀବନରେ ଦ୍ୱନ୍ଦ୍ୱ ରହିବ, କାରଣ ଏଇ ଜଗତ ଦ୍ୱନ୍ଦ୍ୱମୟ। ଲାଭ କ୍ଷତି, ସୁଖ ଦୁଃଖ ସବୁ ପ୍ରକାରର, କରିବି ନ କରିବି, ଏଇଭଳି ଦ୍ୱନ୍ଦ୍ୱ ରହୁଛି। କିନ୍ତୁ ଭକ୍ତ ଏ ଦ୍ୱନ୍ଦ୍ୱରୁ ମୁକ୍ତ। ଏ ଦ୍ୱନ୍ଦ୍ୱ ଆସୁଛି କୋଉଥିପାଇଁ? ଇନ୍ଦ୍ରିୟ ଭୋଗ ଯୋଗୁଁ। ମାତ୍ର ସ୍ପର୍ଶକୁ କନ୍ତେୟ, ଇନ୍ଦ୍ରିୟ ଭୋଗ ଯୋଗୁଁ। କିନ୍ତୁ ଭକ୍ତ ଦ୍ୱନ୍ଦ୍ୱରୁ ବି ମୁକ୍ତ, ଅନାର୍ଥରୁ ମୁକ୍ତ, ଦ୍ୱନ୍ଦ୍ୱରୁ ମୁକ୍ତ, ସ୍ୱାମିତ୍ୱରୁ ବି ମୁକ୍ତ। ଅର୍ଥାତ ସେ ଭଗବାନଙ୍କୁ ସ୍ୱାମୀ ମାନିଛି। ପ୍ରଭୁ ସେ, ମାଲିକ ସେ। ଭକ୍ତ ତ ଭାବୁଛି ନିଜକୁ ମୁଁ ଦାସ, ମୁଁ ହେଲି ଦାସ, ଭଗବାନଙ୍କ ଦାସ। ତେଣୁ ସ୍ୱାମିତ୍ୱରୁ ସେ ବି ମୁକ୍ତ, ମମତ୍ୱରୁ ବି ମୁକ୍ତ। ପ୍ରୋପ୍ରାଇଟରସିପ ନାହିଁ। ମମତ୍ୱ ମାନେ ମାନେ ମୋର, ଆମେ ଯୋଉ ଭାବୁଛେ ସେଥିରୁ ମଧ୍ୟ ମୁକ୍ତ। ତେଣୁ ଏଇଭଳି ଇଏ ହଉଛି ଲକ୍ଷଣ କାର? ଭକ୍ତର, କର୍ମଯୋଗୀର। ସେଇଭଳି କର୍ମ କରୁଛି, ଫଳରେ ସେ ଆସୁ, ବେଶୀ ସମ୍ପତ୍ତି ଆସୁ କି କମ ଆସୁ କିଛି ଫରକ ପଡୁନି। ତେଣୁ ଇଏ ଭଗବାନ ଦ୍ୱିତୀୟ ଶିକ୍ଷା ଦେଲେ ଯେ ଆମେ ଏଇଭଳି ଭୋକ୍ତା, ସ୍ୱାମିତ୍ୱ, ମମତ୍ୱ, ଦ୍ୱନ୍ଦ୍ୱ ଭାବନା ଏଥିରୁ ମୁକ୍ତ ରହିବା। ଇଏ ହେଲା ଦ୍ୱିତୀୟ ଶିକ୍ଷା। ବର୍ତ୍ତମାନ ତୃତୀୟ ଲକ୍ଷଣ ଭକ୍ତର କହୁଛନ୍ତି ବା ତୃତୀୟ ଶିକ୍ଷା ଦେବେ କଣ? ଜ୍ଞାନ ଅବସ୍ଥିତ ଚେତସଃ। ଜ୍ଞାନ ଅବସ୍ଥିତ ଚେତସଃ। ଚେତସଃ, ମାନେ ଚେତସ ମାନେ ଚିତ୍ତ। ଚିତ୍ତର ଅର୍ଥ ମନ, ହୃଦୟ, ବୁଦ୍ଧି, ଏ କିଛି ବି ହେଇପାରେ। ଏ ଗୋଟିଏ ପରିଭାଷା ଚିତ୍ତ। ତେଣୁ ଚିତ୍ତରେ ବୋଲେ ହୃଦୟରେ, ଆମେ ଏଇଠି ତାକୁ ଧରିବା ହୃଦୟରେ। କଣ କରିଛି ହୃଦୟରେ? ସେ ଭକ୍ତ ଜ୍ଞାନକୁ ଧାରଣ କରିଛି, ସ୍ଥିତ କରେଇଛି। ଯଦି ଜ୍ଞାନ ହୃଦୟରେ ଅଛି, କର୍ମ ତାକୁ ବାନ୍ଧି ପାରିବ? ମାନେ ଏଇ ଯୋଉ ଭୌତିକ ଜଗତରେ ଦେଖନ୍ତୁ, ଧରନ୍ତୁ ଆପଣ ଥରେ ସକ୍ ଖାଇଛନ୍ତି, ଇଲେକ୍ଟ୍ରିକ ସକ୍। ନେକ୍ସଟ ଟାଇମ ସତର୍କ ହେବେ କି ନାହିଁ? ଜ୍ଞାନ ହେଇଗଲା, ଜଣା ପଡିଗଲା। ସେମିତି ଯାହାକୁ ନିୟମ କାନୁନ ସବୁ ଜଣା, ସେ ଏମିତି କର୍ମ କରିବନି ଯାହା କାରଣରୁ ସେ ଦଣ୍ଡ ପାଇବ, ଜେଲ ଯିବ, ବନ୍ଧନ। ଜେଲ କଣ, ବନ୍ଧନ।
ସେ କରିବନି, କାରଣ କାନୁନ ଜଣା ତାକୁ, ଜ୍ଞାନ ଅଛି, ରୁଲ୍ସ ରେଗୁଲେସନ ଜାଣିଛି। ଧରନ୍ତୁ ଟ୍ରାଫିକରେ ଠିଆ ହେଇଛନ୍ତି, ରେଡ୍ ଲାଇଟଟା ଅଛି, ରେଡ୍ ଲାଇଟ୍ ଅଛି ମାନେ ଯିବାନି, ଷ୍ଟପ୍। କିନ୍ତୁ ଜ୍ଞାନ ନାହିଁ ମାନେ କ୍ରସ୍ କରିକି ଚାଲିଯିବ, ପନିଶମେଣ୍ଟ, ଜେଲ ଯିବ। ତେଣୁ ଇଏ ତ ହଉଛି ଆମର ମାନେ ଭୌତିକ କଥା। ଭଗବାନ କୋଉ ଜ୍ଞାନ କଥା ଏଠି କହୁଛନ୍ତି, ଇଏ ତ ଭୌତିକ ଜ୍ଞାନ ଦୃଷ୍ଟିରୁ ଆମେ ଆଲୋଚନା କଲେ ଖାଲି ବୁଝିବା ପାଇଁ ଯେ ଆମର ଜ୍ଞାନ ଥିବା ଦରକାର। ଯଦି ଆମେ କୌଣସି ଦଣ୍ଡରୁ ଆମେ ମୁକ୍ତ ହେବାକୁ ଚାହୁଁଛେ, ବନ୍ଧନରୁ ଜେଲରୁ ଆମେ ମୁକ୍ତ ହେବାକୁ ଚାହୁଁଛେ, କିନ୍ତୁ ଭଗବାନ ଏଠି କୋଉ ଜ୍ଞାନ କଥା କହୁଛନ୍ତି? ଯେମିତି ଆମର ଜ୍ଞାନ ଥିଲେ ଆମେ ଯେମିତି ଡିସ୍କସନ କଲେ, ଯେମିତି ଏମିତି ଯୋଉ ଭୌତିକ ଦଣ୍ଡରୁ ବା ବନ୍ଧନରୁ ଆମେ ଖସିଯିବା, ସେମିତି କେଉଁ ଜ୍ଞାନ ଥିଲେ ଆମେ କର୍ମବନ୍ଧନରୁ ବଞ୍ଚିଯିବା। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଚାରୋଟିକୁ ଆମେ ଆଭଏଡ କରିପାରିବା। ସେ ଜ୍ଞାନ କଣ? ସେ that ଜ୍ଞାନ is beyond this material world। ସେ ଜ୍ଞାନ ଏ ଭୌତିକ ଜଗତର ନୁହେଁ। ସେ ଜ୍ଞାନ ହଉଛି କୃଷ୍ଣଙ୍କ ସମ୍ବନ୍ଧରେ, ଭଗବାନଙ୍କ ସମ୍ବନ୍ଧରେ। ସେ ଜ୍ଞାନ ହଉଛି ଜୀବାତ୍ମା ସମ୍ବନ୍ଧରେ। ସେ ଜ୍ଞାନ ହଉଛି ପ୍ରକୃତି ସମ୍ବନ୍ଧରେ ଜାଣିବା ଏବଂ ଆମର ଭଗବାନଙ୍କ ସହିତ ସମ୍ପର୍କକୁ ଜାଣିବା। ଇଏ ହଉଛି ଜ୍ଞାନ। ଆମର ଭଗବାନଙ୍କ ସହିତ ସମ୍ପର୍କ କଣ? আমি কৃষ্ণ ଦାସ। ଆମେ କୃଷ୍ଣଙ୍କର ଏବଂ କୃଷ୍ଣଙ୍କ ପାଇଁ। ଏଇ ହଉଛି ଜ୍ଞାନ। ଯଦି ଏ ଜ୍ଞାନ ଅଛି ଆମର, ତାହେଲେ ଆମେ କହିପାରିବା ଜ୍ଞାନ ଅବସ୍ଥିତ ଚେତସଃ। ଚିତ୍ତରେ ଜ୍ଞାନକୁ ଧାରଣ ଆମେ କରିଛେ, ଭକ୍ତ କରୁଛି, ଏ ହଉଛି ତାର ଲକ୍ଷଣ। ଆଉ ଯଦି ଏଇଭଳି ଜ୍ଞାନରେ ଆମେ ଅବସ୍ଥାନ କରୁଛେ ଯେ ଆମେ କୃଷ୍ଣ ଦାସ, ଏ ବୁଦ୍ଧି ଥିଲେ, ଏ ଜ୍ଞାନ ଥିଲେ, ସବୁ କର୍ମ ଆମେ କାହା ପାଇଁ କରିବା? କୃଷ୍ଣଙ୍କ ପାଇଁ। ଆଉ ଯଦି କୃଷ୍ଣଙ୍କ ପାଇଁ ସବୁ କର୍ମ କରିବା, ତାହେଲେ ସବୁ କର୍ମ ଗୁଡିକ ଅକର୍ମ ହେଇଗଲା। ଆଉ ବାନ୍ଧି ହବା କେମିତି? କୋଉ ଜ୍ଞାନ ଥିଲେ ଆମେ ବାନ୍ଧି ହବାନି? ସେଠି ଭଗବାନ ଯୋଉ କହୁଛନ୍ତି ଜ୍ଞାନ ଅବସ୍ଥିତ ଚେତସ, ଚିତ୍ତରେ ଯଦି ଜ୍ଞାନକୁ ଆମେ ଧାରଣ କରୁଛେ, ହୃଦୟରେ ଆମର ଯଦି ଜ୍ଞାନ ଅଛି, କୃଷ୍ଣ, ଆମେ କୃଷ୍ଣ ନିତ୍ୟ ଦାସ, ଏଇ ହଉଛି ଜ୍ଞାନ। ଏ ଜ୍ଞାନ ଆସିବ କେମିତି? ଦ୍ୟାଟ ଇଜ ଇମ୍ପୋର୍ଟାଣ୍ଟ। ଜ୍ଞାନ ତ ଇଏ ତ ଆମେ ଜାଣିଲେ ଜ୍ଞାନ, କିନ୍ତୁ ଇଏ ଆସିବ କେମିତି? ମାନେ ଗୋଟେ ଜିନିଷ କୁହାଯାଏ, ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଯେ ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜୀବ, ଗୁରୁ কৃষ্ণ প্রসাদে পায়া ভক্তি লতা বীজ। ভেরি ইম্পর্টেন্ট, প্র্যাকটিক্যাল, ট্রু। যদি ଯଦି କୌଣସି ଭାଗ୍ୟବାନ ବ୍ୟକ୍ତି ଗୁରୁ କୃଷ୍ଣଙ୍କ କୃପାରୁ ପାଇଯାଉଛି ଭକ୍ତି ଲତା ବୀଜ, ମଞ୍ଜି, ଭକ୍ତି ଲତା ପାଇଁ ଯୋଉ ମଞ୍ଜିଟି, ସିଡ୍, ସେ ପାଇଯାଉଛି, ତା ହୃଦୟରେ କଣ କରୁଛି? ସେ ତାକୁ ରୋପଣ କରୁଛି। ଏ ଏ ବୀଜଟି ଆମ ପାଖରେ ଅଛି, ଆମ ସମସ୍ତଙ୍କ ପାଖରେ ଅଛି, ଭକ୍ତି ଲତା ବୀଜ। କାହିଁକି? ଆମେ ସମସ୍ତେ ଗୀତା ଭାଗବତ ପଢୁଛେ, ଶୁଣୁଛେ, ଜପ କରୁଛେ, ତାମାନେ ଆମେ ମଞ୍ଜିଟି ପକେଇ ଦେଇଛେ, ରୋପଣ କରିଛେ ହୃଦୟରେ, ଏବଂ ସେ ଗୋଟେ ଛୋଟ ପ୍ଲାଣ୍ଟ ହେଇକି ବାହାରୁଛି। କିନ୍ତୁ ଏ ପ୍ଲାଣ୍ଟ ବଢିକି ଆଧ୍ୟାତ୍ମିକ ଜଗତକୁ ସ୍ପର୍ଶ କରିବାର ଅଛି। କେମିତି କରିବ? ନା ଯେତେବେଳେ ଆମେ, ଯେମିତି ଆମେ ପାଣି ଦଉଛେ, ପ୍ରୋଟେକ୍ସନ ଦଉଛେ ଗୋଟେ ପ୍ଲାଣ୍ଟ କୁ,
ଚାରା ଗଛକୁ ଛୋଟ ଗଛକୁ ଡେଲି ପାଣି ଦଉଛେ ତାହେଲେ ସେ କଣ ହଉଛି ବଢୁଛି, ତାକୁ ବିଭିନ୍ନ ପ୍ରୋଟେକ୍ସନ ଦଉଛେ ତାହେଲେ ସେ ବଢୁଛି। ସେମିତି ଏଇ ଯୋଉ ଭକ୍ତିଲତା ବୀଜ ଯୋଉଟା ପ୍ଲାଣ୍ଟ ହେଲାଣି ଅଲରେଡି ଅଙ୍କୁରୋଦ୍ଗମ ହେଇକି ସେ ବାହାରିଲାଣି, ତାକୁ ରେଗୁଲାର ୱାଟରିଂ, ରେଗୁଲାର ପ୍ରୋଟେକ୍ସନ ତାକୁ ଦରକାର। ସେ ୱାଟରିଂ, ସେ ପ୍ରୋଟେକ୍ସନ କଣ ଭକ୍ତିଲତା ବୀଜ ପାଇଁ? ରିଡିଂ ଆଣ୍ଡ ହିୟରିଂ, ଶାସ୍ତ୍ର ଅଧ୍ୟୟନ ଏବଂ ଶ୍ରବଣ, ଏ ଦୁଇଟି ସାଧନା ପ୍ରୋସେସ। ଜଣେ ପ୍ରଶ୍ନ କରିପାରେ, ଇଏ ତ ଯୁଗ ଧର୍ମ କହୁଛି ଯେ ଚାଣ୍ଟିଂ, ଜପ କରିବା, ଶ୍ରବଣ ଅଧ୍ୟୟନର ଆବଶ୍ୟକତା କଣ? ଚାଣ୍ଟିଂ ନେସେସରୀ, କିନ୍ତୁ ଶ୍ରବଣ ଅଧ୍ୟୟନ ଆମକୁ ପ୍ରେରଣା ଦଉଛି, ଏଭଳିଆ ପ୍ରେରଣା ଦଉଛି, ମୋଟିଭେଟ କରୁଛି କୋଉଥିରେ ନା ଆମ ଭକ୍ତିରେ ଆମେ ଠିକିକି ରହିବା ପାଇଁ, ଆମର ଭକ୍ତିର ସୁଦୃଢତା ପାଇଁ। ଯଦି ଆମେ ଶୁଣିବା, ଶ୍ରବଣ ଏବଂ ଆମର ଅଧ୍ୟୟନ ଗୀତା ଭାଗବତ ଆମେ ଛାଡିଦବା, କଣ ହବ? ଯେମିତି ତାମାନେ ପାଣି ଦେଲେନି ଆମେ ପ୍ଲାଣ୍ଟକୁ, ଭକ୍ତିଲତା ବୀଜ ଯୋଉଟା ପ୍ଲାଣ୍ଟ ହେଲାଣି ତାକୁ ଆମେ ଆଉ ପାଣି ଦବା ବନ୍ଦ କରିଦେଲେ, ଯଦି ଅଧ୍ୟୟନ ଶ୍ରବଣ ଆମେ କଲେନି, ତାହେଲେ ସେ ପ୍ଲାଣ୍ଟଟି କଣ ହବ? ଧୀରେ ଧୀରେ ଶୁଖିଯିବ। ଆଧ୍ୟାତ୍ମିକ ଜଗତରେ ପହଞ୍ଚିବା ପୂର୍ବରୁ ସେ ଶୁଖିଗଲା, ମରିଗଲା। ଅର୍ଥ କଣ? ଅର୍ଥ ହଉଛି ଆମେ ଭକ୍ତିରୁ ବାହାରିଗଲେ, ଭକ୍ତିଲତା ବୀଜଟି ରୋପଣ କରିଥିଲେ କିନ୍ତୁ ତାର ଆମେ ଯତ୍ନ ନେଲେନି, ନା ରେଗୁଲାର ୱାଟରିଂ ନା ରେଗୁଲାର ପ୍ରୋଟେକ୍ସନ, କିଛି ଆମେ ତାକୁ କଲେନି। ରେଗୁଲାର ୱାଟରିଂ ଆଣ୍ଡ ପ୍ରୋଟେକ୍ସନ ହଉଛି ରେଗୁଲାର ରିଡିଂ ଆଣ୍ଡ ହିୟରିଂ, ଶାସ୍ତ୍ର, ଶାସ୍ତ୍ର ଶ୍ରବଣ, ଗୀତା ଭାଗବତ ଶୁଣିବା ଏବଂ ଅଧ୍ୟୟନ କରିବା, ଇଏ ହଉଛି ୱାଟରିଂ। ତାହେଲେ ପ୍ଲାଣ୍ଟଟି ବଢିଥାନ୍ତା ଏବଂ ଆଧ୍ୟାତ୍ମିକ ଜଗତକୁ ସ୍ପର୍ଶ କରିଥାନ୍ତା। ତେଣୁ ଏଇଭଳି, ଏଇଟା ମୁଁ କାହିଁକି କହିଲି ନା ଏ ଜ୍ଞାନ ଯେ ଆମେ କୃଷ୍ଣର ଦାସ, ଇଏ ଆସେ କେମିତି? ଏଇ ହିୟରିଂ, ରିଡିଂ ମାଧ୍ୟମରେ, ଶ୍ରବଣ ଆଉ ଅଧ୍ୟୟନ ମାଧ୍ୟମରେ। ୟା କଲେ କଣ ହବ? ଭକ୍ତି ଆମର ଦୃଢୀଭୂତ ହବ, ଷ୍ଟ୍ରେଙ୍ଗେନ୍ଡ ହବ। ଭକ୍ତିରୁ ହିଁ ଆମର ଜ୍ଞାନ ଆସିବ, ଆଉ ବାଟ ନାହିଁ। ଭଗବାନ ନିଜେ କହିଛନ୍ତି ସତତ ଯୁକ୍ତା ନାମ ତେଷାଂ ସତତ ଯୁକ୍ତା ନାମ ଭଜାମି ପ୍ରୀତି ପୂର୍ବକ ଦଦାମି ବୁଦ୍ଧି ଯୋଗମ୍। ଯିଏ ମୋର ଭକ୍ତ ଭକ୍ତି କରୁଛି, ଅନନ୍ୟ ଭକ୍ତି କରୁଛି ସବୁବେଳେ ସତତ, ତାକୁ ମୁଁ ବୁଦ୍ଧି ଦିଏ, ଜ୍ଞାନ ଦିଏ। କୋଉ ଜ୍ଞାନ? ଆଧ୍ୟାତ୍ମିକ ଜ୍ଞାନ। କାରଣ ଭୌତିକ ଜ୍ଞାନ ଆମ ପାଇଁ କିଛି ନୁହଁ, ସେ କ୍ଷେତ୍ରରେ କିଛି ଲାଭ ନାହିଁ, କିଛି କାମରେ ଆସିବନି। ତେଣୁ ସେ ଆଧ୍ୟାତ୍ମିକ ଜ୍ଞାନ ଭଗବାନ ଦେବେ, ଆମ ଚିତ୍ତରେ ସେ ଜ୍ଞାନ ସ୍ଥିତ ହବ, ଭଗବାନ ହିଁ ଦେବେ, ଆଉ ତାର ବାଟ ନାହିଁ, ଭକ୍ତି କଲେ ହିଁ ଆସିବ। ସେଥିପାଇଁ ମୁଁ ଏତେ ଡିସ୍କସନ କଲି। ଭଗବାନ କହୁଛନ୍ତି ଯେ ଜ୍ଞାନ ଅବସ୍ଥିତ ଚେତ, ଚିତ୍ତରେ ଜ୍ଞାନକୁ ଧାରଣ କରିବାକୁ ପଡିବ। ଏ ଆସିବ କୋଉଠୁ ଏ ଜ୍ଞାନ? ଭକ୍ତି କଲେ। ଏ ଭକ୍ତି ଆମେ କରିବା କେମିତି? ଡେଲି ଯଦି ଆମେ ଗୀତା ଭାଗବତ ଶୁଣୁଥିବା, ସେ ଆମକୁ ପ୍ରେରଣା ଦବ। ଯଦି ଆମେ ପଢୁଥିବା ଗୀତା ଭାଗବତ, ସେ ଆମକୁ ପ୍ରେରଣା ଦବ ଏ ଭକ୍ତି ଆମେ ଠିକରେ କରିବା ପାଇଁ। ସତତମ୍, ସବୁବେଳେ।
ତେଣୁ ଏଇଭଳି ଭଗବାନ ତୃତୀୟ ଶିକ୍ଷା ଦେଲେ, ଚିତ୍ତରେ ଜ୍ଞାନକୁ ସ୍ଥିତ କର, ଜ୍ଞାନ ଅବସ୍ଥିତ ଚେତସ। ଆମ ପାଖରେ ସମ୍ପତ୍ତି ଅଧିକା ହଉ କମ ହଉ, ଭଗବାନ ପ୍ରଥମ ଶିକ୍ଷା ନାସକ୍ତ ରୁହ, ସେକେଣ୍ଡ ଶିକ୍ଷା ମୁକ୍ତ ହୁଅ ସବୁ ପ୍ରକାରର ଅନର୍ଥରୁ, ସବୁ ପ୍ରକାର ଦ୍ୱନ୍ଦ୍ୱରୁ, ସବୁ ପ୍ରକାରର ମମତ୍ୱରୁ, ସ୍ୱାମିତ୍ୱରୁ ମୁକ୍ତ ରୁହ। ଏବଂ ଥାର୍ଡ କହୁଛନ୍ତି ଜ୍ଞାନରେ ଅବସ୍ଥାନ କର। ଏ ଜ୍ଞାନରେ ଅବସ୍ଥାନ କଲେ କଣ ହବ? କାହିଁ କହୁଛନ୍ତି ଜ୍ଞାନରେ ଅବସ୍ଥାନ କର? ଏ ଚତୁର୍ଥ ଜିନିଷଟି ହବ, ଯଜ୍ଞାୟ ଆଚରତଃ କର୍ମ, ଯଜ୍ଞାୟ ଆଚରତଃ କର୍ମ। ଆମର ପ୍ରତ୍ୟେକ କର୍ମ କୃଷ୍ଣ ଭାବିତ କର୍ମରେ ପରିଣତ ହେଇଯିବ। ଯଜ୍ଞାଚରତ କର୍ମ, ଯଜ୍ଞର ଅର୍ଥ ହଉଛି ଯେକୌଣସି କର୍ମ ଆମେ ଭଗବାନଙ୍କର ବା କୃଷ୍ଣଙ୍କର ପ୍ରସନ୍ନତା ପାଇଁ, ଖୁସି ପାଇଁ ଆମେ କରୁଛେ, ଫର ହିଜ ପ୍ଲେଜର। ଯେକୌଣସି କର୍ମ, ରାନ୍ଧିବା ହଉ, ସଫା କରିବା ହଉ, ସଜେଇବା ହଉ, ପଢିବା ହଉ, ବୁକ୍ ଡିଷ୍ଟ୍ରିବ୍ୟୁସନ ହଉ, ପୁସ୍ତକ ବିତରଣ, ନାମ ସଂକୀର୍ତ୍ତନ, ଜପ, ଯାହା ଆମେ କରୁଛେ ଯଦି ଭଗବାନଙ୍କ ପାଇଁ କରୁଛେ ସେ ହଉଛି ଯଜ୍ଞ। ନଟ୍ ନେସେସରିଲି କି ଯଜ୍ଞ ଅର୍ଥ ଯଜ୍ଞ ଗୋଟେ କୁଣ୍ଡ ରହିବ, ସେଠି ଆହୁତି ଦିଆହବ, ସେ ବି ଗୋଟେ ପ୍ରକାରର ଯଜ୍ଞ। କିନ୍ତୁ ନର୍ମାଲି ଭଗବାନ ଗୀତାରେ ବୁଝଉଛନ୍ତି ଯଜ୍ଞ ହଉଛି ସବୁ କର୍ମ କରିବା, କିନ୍ତୁ ଭଗବାନଙ୍କୁ ସମର୍ପିତ କରିକି, କର୍ମ ଫଳକୁ ଅର୍ପଣ କରିକି ଆମେ କରିବା ତାଙ୍କ ଖୁସି ପାଇଁ, ସେଇ ହଉଛି ଯଜ୍ଞ। ସବୁ କର୍ମ କରିବା କିନ୍ତୁ ତାଙ୍କ ପାଇଁ କରିବା। ତେଣୁ ଯିଏ ଜ୍ଞାନରେ, ଭଗବାନ ସେଇଥିପାଇଁ କହିଲେ ଯିଏ ଜ୍ଞାନରେ ଅବସ୍ଥିତ ସେ ହିଁ କେବଳ ଭଗବାନଙ୍କ ପାଇଁ କର୍ମ କରିବ, ଭଗବାନଙ୍କ ପାଇଁ କରିବ, ଭଗବାନଙ୍କ ପ୍ରସନ୍ନତା ପାଇଁ। ଜ୍ଞାନ ଅଛି, ସେ ଜାଣିଛି ଯେ ମୁଁ ଭଗବାନଙ୍କର ଏବଂ ତାଙ୍କ ପାଇଁ, ତେଣୁ କର୍ମ କରିବ ତାଙ୍କ ପାଇଁ। ସେ ଜାଣୁଛି ଯେ ମୋର ବଞ୍ଚିବା, ମରିବା, ଖାଇବା, ପିଇବା, ଶୋଇବା ଯାହା ସବୁ ପ୍ରଭୁଙ୍କ ପାଇଁ। ଇଏ ଭକ୍ତ, ଇଏ କର୍ମଯୋଗୀ ଜାଣୁଛି। ତେଣୁ ଏଇ ଯେତେ ସେ କର୍ମ କରିବ ସବୁ ଯଜ୍ଞ ହେଇଯିବ। ଅର୍ଥ କୃଷ୍ଣଙ୍କର ପ୍ରସନ୍ନତା ପାଇଁ କର୍ମ ହେଇଗଲା, ଫଳରେ ଇଏ ଅକର୍ମ। ଅକର୍ମ, ପ୍ରତିକ୍ରିୟା ନାହିଁ। ତେଣୁ ଏଇଭଳି ଭଗବାନ ଚତୁର୍ଥ ଶିକ୍ଷା ଦେଲେ ଯେ ଯଜ୍ଞ କର, ମୋର ପ୍ରସନ୍ନତା ପାଇଁ କର୍ମ କର। ତେଣୁ ଯଜ୍ଞ କଲେ ହବ କଣ? ଭଗବାନ କହୁଛନ୍ତି ସମଗ୍ରଂ ପ୍ରବିଲିୟତେ। ସମଗ୍ରମ୍, ସମଗ୍ରମ୍ ମାନେ ସବୁ କର୍ମ, କର୍ମ ସମଗ୍ରମ୍, ସବୁ ପ୍ରକାରର କର୍ମ ଯାହା କରୁଛେ ଆମେ। ପ୍ରବିଲିୟତେ, ପ୍ରବିଲିୟତେ ମାନେ ପ୍ର ହଉଛି ଉପସର୍ଗ, ବିଲିୟତେ, ବିଲିୟତେ ମାନେ ଲୀନ ହବା, ପ୍ରକୃଷ୍ଟ ରୂପରେ ଲୀନ ହେଇଯାଏ। ଯଦି ଆମେ ଯଜ୍ଞ କଲେ କଣ ଲୀନ ହେଇଯାଏ? ସବୁ ପ୍ରକାରର କର୍ମ, କର୍ମଫଳ ସବୁ ଲୀନ ହେଇଯାଏ। ପ୍ରତିକ୍ରିୟା, ଯେମିତି ଆମେ ପାଣିରେ ଲୁଣ ପକେଇ ଦଉଛେ, କଣ ହଉଛି? କିଛି ସମୟ ପରେ ଆମେ ଦେଖୁଛେ ଆଉ ସେଠି ଲୁଣ ନାହିଁ, ମିଶିଗଲାଣି। ସେଇଭଳି ଆମର କୃଷ୍ଣଙ୍କ ପାଇଁ ଯେତେବେଳେ ଆମେ ଯଜ୍ଞ କରୁଛେ, କର୍ମ କରୁଛେ, ସବୁ ପ୍ରତିକ୍ରିୟା ଲୀନ ହେଇଯାଉଛି, ମେଲ୍ଟ ହେଇଯାଉଛି।
ସବୁ ପ୍ରତିକ୍ରିୟା ଆସୁଛି କୋଉଥିପାଇଁ? ପ୍ରକୃତେ କ୍ରିୟମାଣାନି, ଆମେ ଆମେ ପ୍ରକୃତିର ତିନି ଗୁଣର ପ୍ରଭାବରେ କର୍ମ କରୁଛେ, ସେଥିପାଇଁ ସବୁ ପ୍ରତିକ୍ରିୟା ଆସୁଛି। କିନ୍ତୁ ଯେତେବେଳେ ଭଗବାନଙ୍କର ପ୍ରସନ୍ନତା ପାଇଁ କରିବା, ଅଟୋମେଟିକାଲି କଣ ହବ ନା, ଯିଏ କରୁଛି ଗତ ସଙ୍ଗସ୍ୟ ମୁକ୍ତସ୍ୟ, ମାନେ ସେ ପ୍ରକୃତିର ତିନି ଗୁଣରୁ ଊର୍ଦ୍ଧ୍ୱକୁ ଚାଲିଗଲା, ଆଉ ପ୍ରକୃତିର ତିନି ଗୁଣ ପ୍ରଭାବରେ ସେ କର୍ମ କରିବନି। ଭଗବାନଙ୍କର ପ୍ରସନ୍ନତା ପାଇଁ କର୍ମ କରିବ, ସେଥିପାଇଁ ସେଟା ଅକର୍ମ ହେଇଯିବ, କର୍ମ ପ୍ରତିକ୍ରିୟା ଫ୍ରି, ପ୍ରତିକ୍ରିୟା ନାହିଁ, ସେଟା ଅକର୍ମ ହେଇଗଲା। ତେଣୁ ଭଗବାନ ଏଇଭଳି କହୁଛନ୍ତି ଯେ ଗତ ସଙ୍ଗସ୍ୟ ମାନେ ଆସକ୍ତିକୁ ତ୍ୟାଗ କରିଛି, ସବୁ ପ୍ରକାରର ମାନେ ଅନର୍ଥ ବା ଦ୍ୱନ୍ଦ୍ୱ ବା ସ୍ୱାମିତ୍ୱରୁ ମୁକ୍ତ ଏବଂ ଜ୍ଞାନରେ ଅବସ୍ଥିତ, ଯେ ମୁଁ କୃଷ୍ଣଙ୍କର ଦାସ, ଭଗବାନଙ୍କର ପ୍ରସନ୍ନତା ପାଇଁ କର୍ମ କରୁଛି, ମାନେ ଯଜ୍ଞ କରୁଛି, ତାହେଲେ ସବୁ ପ୍ରକାରର କର୍ମ କରିକି ମଧ୍ୟ ତାର ପ୍ରତିକ୍ରିୟା ଲୀନ ହେଇଯାଉଛି କୋଉଠି? ଯଜ୍ଞରେ, କୃଷ୍ଣଙ୍କଠି ସବୁ ଲୀନ ହେଇଯାଉଛି। ମାନେ ଯଜ୍ଞ ଜଳ ଭଳିଆ, କର୍ମ ଲୁଣ ଭଳିଆ। ଯେମିତି ଲୁଣ ପାଣିରେ ମିଳେଇ ଯାଉଛି, ସେମିତି ଏଇ ଯୋଉ ଲୁଣ ରୂପୀ କର୍ମ, ମାନେ କର୍ମ ରୂପୀ ଲୁଣ, ସେ କଣ ହବ? ଯଜ୍ଞ ରୂପୀ ଜଳରେ ମିଳେଇଯିବ। କିନ୍ତୁ ଏଠି ଭଗବାନ ସମଗ୍ରମ୍ କହିଛନ୍ତି, ବୁଝିବାକୁ ପଡିବ, ଯେମିତି ଆମେ ଅଳ୍ପ ପାଣି ନବା, ଅଧିକ ଲୁଣ ନବା, ମିଳେଇବା କଷ୍ଟ, ସେଥିପାଇଁ ବେଶୀ ପାଣି ଦରକାର। ଅର୍ଥାତ୍ ଯେତିକି କର୍ମ କରୁଛେ ସେତିକି ଆମେ ଯଜ୍ଞ, ତାମାନେ ସବୁ କର୍ମ ଭଗବାନଙ୍କ ପାଇଁ କରିବା ଦରକାର, ସମଗ୍ରମ୍। ତ ଏଇ ହେଲା ଇଏ ଶ୍ଲୋକ। କିନ୍ତୁ ଭଗବାନ ଅର୍ଜୁନଙ୍କୁ ଏଇଟା କାହିଁକି କହୁଛନ୍ତି? ଅର୍ଜୁନଙ୍କ ପାଇଁ ଏ ଶ୍ଲୋକର ସିଗ୍ନିଫିକାନ୍ସ କଣ? ଭଗବାନ କହୁଛନ୍ତି ଯେ ଅର୍ଜୁନ, ଏ ଯୁଦ୍ଧ ରୂପୀ କର୍ମ ତମ ସାମ୍ନାରେ, ପ୍ରଥମେ ଗତ ସଂଘର୍ଷ ବୋଲେ ଆସକ୍ତିକୁ ତ୍ୟାଗ କର, ଅନାସକ୍ତ ହେଇ ଯୁଦ୍ଧ କର, ମୁକ୍ତସ୍ୟ ମମତ୍ୱକୁ ପରିତ୍ୟାଗ କର, ମୁକ୍ତ ହୁଅ ମମତ୍ୱ, ଯେ ତମେ ନିଜେ କରୁନ ଏ ଯୁଦ୍ଧ, ମୋ ପାଇଁ କରୁଛ, ମୋ ନିର୍ଦ୍ଦେଶରେ କରୁଛ, ଏବଂ ଜ୍ଞାନରେ ଅବସ୍ଥିତ ହୁଅ, ଯେ ମୁଁ ହଉଛି ଦାସ, ମୋର ସର୍ଭାଣ୍ଟ। ଭଗବାନ କହୁଛନ୍ତି ଭାବ ଯେ ତମେ ହଉଛ ମୋର ସେବକ, ମୋର ଆଦେଶ ପାଳନ କରୁଛ, ମୋର ପ୍ରସନ୍ନତା ପାଇଁ ମୋର ନିର୍ଦ୍ଦେଶକୁ ମାନୁଛ, ସେଇ ଅନୁସାରେ ସେଥିପାଇଁ ଯୁଦ୍ଧ କରୁଛ। ତେଣୁ ଏଇଭଳି ଯଦି ତମେ ଯୁଦ୍ଧ କରିବ, ତାହେଲେ ଇଏ କଣ ହବ? ଯଜ୍ଞ ହେଇଗଲା। ତମେ ମାରିବ, କାଟିବ, ହାଣିବ, ସବୁ କରିବ, କିନ୍ତୁ ଯଜ୍ଞ ହେଇଗଲା। ଯଜ୍ଞ ମାନେ, ଯଜ୍ଞ ହେଇଗଲା ଅର୍ଥ ସେ ଅକର୍ମ ହେଇଗଲା, ସମଗ୍ରମ୍ ପ୍ରବିଲ୍ୟତେ, ପ୍ରତିକ୍ରିୟା ନାହିଁ, କର୍ମ ବନ୍ଧନ ନାହିଁ। ଅର୍ଜୁନଙ୍କୁ ଭଗବାନ ଆଶ୍ୱାସନା ଦଉଛନ୍ତି ଯେ ଭୟ କର ନା, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକ ଶରଣଂ ବ୍ରଜ, ଅହଂ ତ୍ୱଂ ସର୍ବ ପାପେଭ୍ୟ ମୋକ୍ଷୟିଷାମି ମା ଶୁଚ। ଭୟ କର ନା। ଦରକାର କଣ? ପାପରୁ ବଞ୍ଚିବାକୁ ହେଲେ ଗୋଟିଏ ବାଟ, ଶରଣାଗତି, ଭଗବାନଙ୍କୁ ସମର୍ପିତ ହେଇ କର୍ମ କରିବା, ତାହେଲେ ନା ପାପ ନା ପୁଣ୍ୟ କିଛି ନାହିଁ, ସବୁ ଅକର୍ମ ହେଇଯିବ। ପାପ ହଉ ପୁଣ୍ୟ ହଉ, କର୍ମ ଭୌତିକ ଜଗତକୁ ଆସିବ, କିନ୍ତୁ ଯଦି ଭଗବାନଙ୍କ ପାଇଁ କଲେ, ଶରଣାଗତି ହେଇ ସମର୍ପିତ ହେଇ, ତାହେଲେ ସବୁ ଅକର୍ମ ହେଇଯିବ। ଇଏ ହଉଛି କର୍ମ ବିଦ୍ୟା। ଆମେ ଜାଣିଛେ ଯେ ଯେକୌଣସି କର୍ମ କରୁଛେ ତାର ପ୍ରତିକ୍ରିୟା ଆସିବ। Every action has equal and opposite reactions.
କିନ୍ତୁ ଯେ ଜ୍ଞାନରେ ଅବସ୍ଥିତ, ଯେ ଯାହାର ଚିତ୍ତରେ ଜ୍ଞାନକୁ ଧାରଣ କରିଛି, ଯେ ମୁଁ ହଉଛି ଭଗବାନ ତାଙ୍କ ଦାସ ଏବଂ ମୁଁ ଭଗବାନଙ୍କର ଭଗବାନଙ୍କ ପାଇଁ ଭଗବାନଙ୍କ ପ୍ରସନ୍ନତା ପାଇଁ ସେଥିପାଇଁ ସେ କର୍ମ କରୁଛି, ତେଣୁ ତାର କୌଣସି ପ୍ରତିକ୍ରିୟା ନାହିଁ। ଏଇଭଳି ଇଏ ଅର୍ଜୁନଙ୍କ ପାଇଁ ଭଗବାନ କହୁଛନ୍ତି। ତେବେ ଇଏ ତ ସରିଲା ଏ ଶ୍ଲୋକଟି। ଏଠି ମୋର ଦୁଇଟି ପ୍ରଶ୍ନ ଆସିବ ଯେ ଏ ଶ୍ଲୋକ ଅନୁସାରେ ଆମେ କେମିତି ଜାଣିବା ଯେ ଆମେ ଯୋଉ କର୍ମ କରୁଛେ ଆମେ ନିଜ ପାଇଁ କରୁଛେ ନା ଅନ୍ୟ କାହା ପାଇଁ କରୁଛେ ନା କୃଷ୍ଣଙ୍କ ପାଇଁ କରୁଛେ? କେମିତି ଜାଣିବା? କିଏ କହିପାରିବେ? ଉତ୍ତର ତ ମୁଁ ଦେଇଦେବି, କିନ୍ତୁ ତା ପୂର୍ବରୁ ଚିନ୍ତା କରନ୍ତୁ, କିଏ କହିପାରିବେ? ଗୁରୁଜୀ ହଁ, ପ୍ରଣାମ। କୁହନ୍ତୁ। ନା, ହରେ କୃଷ୍ଣ। ଆମେ ସମସ୍ତ କର୍ମ କରିଲା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଆଖି ଆଗରେ ରଖିବା, ତାଙ୍କ ପାଇଁ କରୁଛେ ବୋଲି ଭାବିବା, ତାହେଲେ ଯେକୌଣସି କାମ କରିବା ତାଙ୍କୁ ହିଁ, ତାଙ୍କ ପାଇଁ କରୁଛନ୍ତି ବୋଲି ଯଦି ମନରେ ଭାବିବା, ତାହେଲେ ସେ ତ ଠିକ, ସେ ଆମର ତ ବେସିକ ଜିନିଷ, କିନ୍ତୁ ଏ ଶ୍ଲୋକ ଅନୁସାରେ ଏଇ ଶ୍ଲୋକରେ ହଁ। ଏଇ ଯୋଉ ଶ୍ଲୋକରେ ଆମେ ଗତ ସଂଘର୍ଷ ଯୋଉ ଶ୍ଲୋକଟା ଆମେ ପଢିଲେ ହୁଁ। ସେ ଅନୁସାରେ କେମିତି ଜାଣିବା ଆମେ? ମୋର ସେଇ ପ୍ରଶ୍ନଟା। हरे कृष्ण भाइना ହଁ, କୁହନ୍ତୁ प्रणाम। କୁହନ୍ତୁ। धीरे धीरे आसक्ति कमिଯିବ ଆଉ ଧୀରେ ଧୀରେ ଆମର ଆଚରଣ ବି ଶୁଦ୍ଧ ହେଇଯାଉଥିବ ଆଉ ହଁ ଭଗବାନଙ୍କ ସହିତ ଯୋଡି ହେଇକି ରହୁଥିବା। ହଁ, ଆସକ୍ତିଟା ଦିस इज गुड आंसर। हाँ, ये भी हବ। ଆଜ୍ଞା ଏଇ କହୁଛି ଶ୍ଲୋକ କହୁଛି ଏଇଆ। ତେବେ ବେସିକାଲି ଆଉ ଗୋଟେ ଭଲ ଆନ୍ସର କଣ ନା, ପ୍ରଥମ ମୁଁ କଣ କହିଥିଲି ଯେ ଆମର ଅର୍ଜୁନଙ୍କର ଯଦି ମନରେ ଆସୁଛି ଡାଉଟ ଯେ ବେଳେ ବେଳେ ଅଧିକା ଆସିଯାଉଛି ଆମ ପାଖକୁ, ଯେତେବେଳେ ଅଧିକା ଆସିଯାଉଛି ଆମେ ପ୍ରୟାସ କରିନେ, ଆପେ ଆପେ ଆସିଯାଉଛି, ଆବଶ୍ୟକତାଠୁ ଅଧିକା ଆସିଯାଉଛି। ତାର ଉତ୍ତରରେ ଭଗବାନ ଯାହା ଦେଲେ, ଅର୍ଥାତ୍ ଆମେ ଅନାସକ୍ତ ତ ହଉଛେ, ତା ଅର୍ଥ ହଉଛି ଅନାସକ୍ତ ହଉଛେ, ଜ୍ଞାନରେ ସ୍ଥିତ ହଉଛେ, ମୁକ୍ତ ହଉଛେ ଏବଂ ଯଜ୍ଞ କରୁଛେ, ଅର୍ଥାତ୍ ପ୍ରସନ୍ନତା ପାଇଁ କର୍ମ କରୁଛେ, ତାହେଲେ ତ ଏ ପ୍ରଶ୍ନର ଉତ୍ତର ହେଇଗଲା ଏ ପ୍ରଶ୍ନ ଅନୁସାରେ। କିନ୍ତୁ ଯଦି ଯେତେବେଳେ ଧନ ଆସିଗଲା ଆମ ପାଖକୁ ଅଧିକା, ଏଇ ହଉଛି ଟେଷ୍ଟ ଆମ ଜୀବନରେ, ଆମେ କଣ କରୁଛେ ସେତେବେଳେ? ବେଶୀ ଧନ ଆସିଗଲେ ଆମେ ନିଜ ପାଇଁ ଲଗଉଛେ ନା ଆଉ କାହା ପାଇଁ ଲଗଉଛେ ନା ଭଗବାନଙ୍କ ପାଇଁ ଲଗଉଛେ? ଇଏ ହଉଛି ଟେଷ୍ଟିଂ ଟାଇମ। ଭଗବାନ କହୁଛନ୍ତି ଯେତେବେଳେ ବେଶୀ ଧନ ଆସିଯାଉଛି, ଯଦି ମୋର ପ୍ରଚାର ପ୍ରସାରରେ ତମେ ଲଗେଇ ଦଉଛ, ତାହେଲେ ତମେ ଆକ୍ଚୁଆଲି କୃଷ୍ଣର ପ୍ରସନ୍ନତା ପାଇଁ କାମ କରୁଛ। ଏଇଥିରୁ ଆମେ ଜାଣିପାରିବା। କିନ୍ତୁ ନର୍ମାଲି ଆମେ ସେୟା କରୁନେ। ଇଏ ହେଲା ଏଇ ଜିନିଷ, ଇଏ ହଉଛି ଏ ଶ୍ଲୋକ ଅନୁସାରେ ମାନେ ମାନେ ଟେଷ୍ଟ ଗୋଟେ ଆମର, ଯେ ବେଶୀ ଧନ ଆସିଗଲେ ଆମେ କଣ କରୁଛେ? ଅନାସକ୍ତ ତ ରହୁଛେ, କିନ୍ତୁ କରୁଛେ କଣ? ଆର ଅର୍ଥ ନୁହେଁ ଅନାସକ୍ତ ରହି ଆମେ ତାକୁ ଟଚ୍ କରିବାନି। ଇଏ କାହାର? ଇଏ ମୋର ନୁହେଁ, ମୋ ପାଖକୁ ଆସି ଯାଇଛି, ଇଏ ଆଉ କାହାର ଥିଲା, ହୁଏତ ଆଉ କାହା ପାଖକୁ ବି ଯାଇପାରେ ମୋ ମୋ ପରେ, କିନ୍ତୁ ଅଲ୍ଟିମେଟଲି ଯେମିତି ପଡିଛି 100 ଟଙ୍କା ତଳେ ପଡିଛି, ନା ମୁଁ ଆକୁ ଗୋଟେ ମିନିଟ ଟଚ୍ କରିବିନି, କାହିଁକି ନା ଆସକ୍ତି ଆସିଯିବ ନାଇଁ।
ଯାହାର ପଡି ଯାଇଛି ତାକୁ ଉଠେଇକି ଦେଇଦେବି, ଯଦି ନ ଜାଣି ପାରୁଛି ତାହେଲେ ତାକୁ ଉଠେଇକି ମୁଁ ଦେଇଦେବି, ଯାହାର ସୁବିଧା ଆସିବ ପୋଲିସରେ ଦେଇଦେବି କି କଣ କରିବି, କି ଭଗବାନଙ୍କ ପାଖରେ ଅଲ୍ଟିମେଟଲି ତାକୁ ସମର୍ପଣ କରିଦେବି। କାହିଁକି ନା ଅଲ୍ଟିମେଟଲି ସେ ଭଗବାନଙ୍କ, ଯାହା କିଛି ଆମ ପାଖକୁ ଅଧିକା ଆସି ଯାଉଛି ସେ ସବୁ ଭଗବାନଙ୍କର, କମ ଆସୁ ବହୁତ ଆସୁ, କିଛି ସମୟ ପାଇଁ ଆମକୁ ଦେଇଛନ୍ତି ତାଙ୍କ ଉଦ୍ଦେଶ୍ୟରେ ୟୁଟିଲାଇଜ କରିବା ପାଇଁ। ତେଣୁ ଯେତେବେଳେ ଅଧିକା ପଇସା ଆସୁଛି, ଆମେ ଧନ ସମ୍ପତ୍ତି ଆସୁଛି, ଆମେ କରୁଛେ କଣ? ଅନାସକ୍ତ ରହିବାର ଅର୍ଥ ନୁହେଁ ଯେ ମୁଁ ତାକୁ ଟଚ କରିବିନି, କିଛି କରିବିନି, ସେ ମୋ ପାଖରେ ଥିବ ନାହିଁ। ଅଲ୍ଟିମେଟଲି ମୁଁ ତ ତାକୁ ଖର୍ଚ୍ଚ ହିଁ କରିଦେବି ମୋ ପାଇଁ। ଭଗବାନ କହୁଛନ୍ତି ଭଗବାନଙ୍କ ପାଇଁ କରୁଛେ କି ଆମେ, ସେଇଟା ହଉଛି ଟେଷ୍ଟ ଜୀବନରେ। ଆଉ ଗୋଟେ କ୍ୱେଶ୍ଚିନ୍ ଏଇ ଶ୍ଲୋକ ଅନୁସାରେ ହେଇପାରେ, ବିନା ପ୍ରଚେଷ୍ଟାରେ ଯାହା ଆସୁଛି ଭଗବାନ କହୁଛନ୍ତି ସେଥିରେ ସନ୍ତୁଷ୍ଟ ହୁଅ। ବିନା ପ୍ରଚେଷ୍ଟାରେ ଆଉ ମାନେ ଅଧିକା ପରିଶ୍ରମ ଆମେ କରୁନେ, ଆପେ ଆପେ ଯାହା ଆସୁଛି ସେଥିରେ ସନ୍ତୁଷ୍ଟ ରହ। ଯଦୃଚ୍ଛା ଲାଭ ସନ୍ତୁଷ୍ଟ, ପୂର୍ବ ଶ୍ଲୋକରେ କହିଛନ୍ତି। କିନ୍ତୁ ଏଇ ଶ୍ଲୋକ ଅନୁସାରେ ଏଇ ଜିନିଷଟା କଣ ଭଗବାନଙ୍କ ପାଇଁ ବି ଲାଗୁ ହବ? ଅର୍ଥାତ୍ ଆମେ ଭଗବାନଙ୍କ ପାଇଁ ବି ଅଧିକ ପ୍ରଚେଷ୍ଟା କରିବାନି? ଏହାର ଉତ୍ତର କଣ ହବ? এই শ্লোক অনুসারে ଭଗବାନ କହୁଛନ୍ତି ଭୌତିକ ବସ୍ତୁ ପାଇଁ, ଭୌତିକ ପଦାର୍ଥ ପାଇଁ ପ୍ରୟାସ କର ନା, ଯାହା ବିନା ପ୍ରଚେଷ୍ଟାରେ ଆସୁଛି ସନ୍ତୁଷ୍ଟ ହେଇଯାଏ, କିନ୍ତୁ ଭଗବାନଙ୍କ ପାଇଁ ପ୍ରୟାସର ଅନ୍ତ ନାହିଁ। ଇଏ ହଉଛି ଜ୍ଞାନ ଅବସ୍ଥିତ ଚେତସା, ସବୁ କୃଷ୍ଣଙ୍କର ଈଶା ଭାଷ୍ୟମ୍ ଇଦମ୍ ସର୍ବମ୍। ଏ ଜଗତରେ ଆମେ ଯାହା ଦେଖୁଛେ, ଚାରିକଡେ ଆମର ଯାହା ଅଛି, ଆମ ପାଖରେ ହଉ ବା ଆମ ଚାରିକଡରେ ଯାହା ଅଛି, ସବୁ ଭଗବାନଙ୍କର। ତେଣୁ ଯାହାର ଧନ ଆମେ ଉଠେଇକି ତାକୁ ଦବା, ତା ପାଇଁ ପ୍ରୟାସ କରିବା। ତେଣୁ ଯେତେ ଆମ ଦୁନିଆରେ ଯାହା ସବୁ ତାଙ୍କର, ତେଣୁ ପ୍ରଚେଷ୍ଟା ଆମର କେବେ ହେଲେ କମ ହବାର ନାହିଁ। ଭଗବାନଙ୍କ ପାଇଁ କେବେ ହେଲେ ପ୍ରଚେଷ୍ଟା କମିବନି, ସେଥିରେ ସନ୍ତୁଷ୍ଟ କେବେ ହବାନି। ଅର୍ଥାତ୍ ଭକ୍ତିରେ କେବେ ହେଲେ ସନ୍ତୁଷ୍ଟ ନାହିଁ, ଯେମିତି ଚାଣକ୍ୟ କହିଥିଲେ। ଜପ ମାନେ ଭକ୍ତିରେ କେବେ ହେଲେ ସନ୍ତୁଷ୍ଟ ହବାନି। এইଭଳି ଆମେ 23 নম্বର ଶ୍ଲୋକଟି କମ୍ପ୍ଲିଟ କଲେ। ଆଜି ଏଇଠି ବିଶ୍ରାମ ନବା। रतराज श्रीमद् भगवद गीता की जय, श्रीला प्रभुपाद की जय, और भक्त वृंद की जय। हरे कृष्ण। किए आसते अभिमन्यु प्रभु, भास्कर विजय, जुनलता माता जी, हरे कृष्ण। समस्त को हरे कृष्ण। गीता शुणिकी घरे पढ़ा काम करूँ, माने से श्लोकटी को निजे देखु, निजे पढ़ु, शुणिला आहरी बढ़िबो, ज्ञान बढ़िबो, अंडरस्टैंडिंग बढ़िबो, एवं भक्ति आगु को बढ़िबा आमे, जोटा कि आम जीवन रो लक्ष्य, आउ किछि नाही। भक्ति ही होची एकमात्र उद्देश्य, जन्म मृत्यु जरा व्याधि को समाप्त करबा पाए।